ଦିନ ଥିଲା ଦୃଷ୍ଟିହୀନ ପିଲାମାନଙ୍କୁ ଏ ସମାଜରେ ଅବହେଳା କରାଯାଉଥିଲା। କିନ୍ତୁ ଧୀରେ ଧୀରେ ସମସ୍ତେ ସଚେତନ ହେଲେ। ଧୀରେ ଧୀରେ ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା ହେଲା। ସମସ୍ତେ ଭାବିଲେ ନେତ୍ରହୀନ ପିଲାଙ୍କର ଦୁଃଖ ଦୂର ହୋଇଯିବ। କିନ୍ତୁ ନା, ଆଜି ବି ସୁଦ୍ଧା ବ୍ଲାଇଣ୍ଡ ମାନଙ୍କର ଦୁଃଖ ଦୁର୍ଦ୍ଦଶା ବରଂ ବେଶୀ ବେଶୀ ବଢି ବଢି ଚାଲିଛି। ତେବେ ଏହାର କାରଣ କ'ଣ? ସମସ୍ତେ କହୁଛନ୍ତି ଯୋଉ ବ୍ଲାଇଣ୍ଡ ସ୍କୁଲରେ ଯୋଉ ଜେନେରାଲ ମାନେ କର୍ମଚାରୀ ରହୁଛନ୍ତି ସେଇମାନେ ହିଁ ତାର କାରଣ। ଆଜି ଆମ ସହିତ ଆମ ଓଡ଼ିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ବେକାର କଥା ପରିସରରେ ସେଇଭଳି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ନାଁ ହଉଛି ଋଷିକେଶ ମିଶ୍ର। ଆଉ ସିଏ ହଉଛନ୍ତି ଚକାନୟନ ଦୃଷ୍ଟିବାଧିତ ବିଦ୍ୟାଳୟ, ଯାହାକି ଗୋପୀନାଥପୁର ଗ୍ରାମରେ ଅଛି। ସିଏ ତାର ଜଣେ କର୍ମଚାରୀ। ଆପଣଙ୍କୁ ସ୍ୱାଗତ। ଆପଣଙ୍କ ନାଁ ହଉଛି ଋଷିକେଶ ମିଶ୍ର। ଆଜ୍ଞା ନମସ୍କାର। ହଁ ନମସ୍କାର। ଆପଣ ବ୍ଲାଇଣ୍ଡ ସ୍କୁଲରେ ଚାକିରି କରିଛନ୍ତି। ଆପଣଙ୍କ ସ୍କୁଲକୁ ଡୋନର ମାନେ ଅନେକ ପରିମାଣରେ ଟଙ୍କା ଡୋନେସନ କରୁଛନ୍ତି ପିଲାମାନଙ୍କୁ ଭଲ ଖାଦ୍ୟ ଦେବା ପାଇଁ। କିନ୍ତୁ ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ପଖାଳ ଭାତ ଆଳୁ ସିଝା ଦିଆଯାଉଛି। ଯଦି କୋଉ ପିଲା ଅଭିଯୋଗ କଲା ବ୍ଲାଇଣ୍ଡ ପିଲା, ଆପଣମାନେ ତାକୁ ଧମକ ଦଉଛନ୍ତି ଯେ ଟିସି ନେଇ ପଳା। ଆପଣଙ୍କ ପ୍ରିନ୍ସିପାଲ ଯେ ପ୍ରଧାନ ଶିକ୍ଷୟତ୍ରୀ ସିଏ ଧମକ ଦଉଛନ୍ତି। ଆପଣ ମାନେ ପିଲାମାନେ ଯଦି କିଛି କହୁଛନ୍ତି ସେମାନଠୁ କଥା ନେଇକି ପ୍ରିନ୍ସିପାଲଙ୍କ ଆଗରେ କହୁଛନ୍ତି। ପୁଣି ଆପଣ ଏ ଧମକ ବି ଦଉଛନ୍ତି ଯେ ତମେ ଘରେ ଏମିତି କଣ ଖାଉଥିଲ କି, କଣ ପାଇଁ ଆପଣଙ୍କ ପୈତୃକ ସମ୍ପତ୍ତି ଦଉଛି ପିଲାଙ୍କୁ। ତମର କଣ ଭାସିଲା ସେଇଠୁ? ଆମ ଆଗରେ ପିଲା ଅଭିଯୋଗ କଲେ ତମେ କାହିଁକି କହିବ? ଆମେ କାହିଁ କହିବୁନି? ଆମେ ପିଲାଙ୍କ ପାଇଁ ଆମେ ଲଢୁଛୁ। ତମେ ଦଉଛ କି? କଣ ତମେ ଦଉଛ? ଆମେ ଦଉନ ଦଉ ଡୋନର ମାନେ ଆପଣ ଦଉଛନ୍ତି କି? ମୁଁ ଦଉଛି। ପଚାରିବେ ପିଲାକୁ ଖାଇବାକୁ କିଏ ଦିଏ? ମୁଁ ଦିଏ ନା। ତମେ ମୂର୍ଖଙ୍କ ଭଳି ଯୁକ୍ତି କରନ୍ତୁନି ଜମା। ଡୋନର ମାନେ ଟଙ୍କା ଦବାରୁ ହିଁ ଆପଣମାନଙ୍କ ସଂସ୍ଥାଟା ଚାଲିଛି। ଚକାନୟନ ସେମାନେ ନଦେଲେ ମୁଁ କଣ ବାପ ଘର ଆଣିକି ଦେବି କି? ମୁଁ କଣ ଭାସୁଛି ମୋର? ଆଉ ଆପଣ ପିଲାଙ୍କ ପାଇଁ, ଆଚ୍ଛା ପିଲାଙ୍କ ପାଇଁ ଚିକେନ ଆସୁଛି ପ୍ରତି ରବିବାର, ସେଥିରୁ କିଲେ ଚିକେନ ପ୍ରାୟ ଗ୍ୟାପ ହେଇଯାଉଛି। ସେ ଚିକେନ ନିଏ କିଏ? ଏଇ କଥାଟା କିଏ କହିଛି? ସେ ସାରା ଆମର ଯୋଉ ପାର୍ସଲ ବ୍ଲାଇଣ୍ଡ ପିଲା କହିଥିବେ। ଆଉ କିଏ କହିବ? ପାର୍ସଲ ବ୍ଲାଇଣ୍ଡ ଯୋଉମାନଙ୍କ ସହିତ ଆପଣଙ୍କର ଭଲ, ଆପଣ ଓଲଟା ତାକୁ ଟିକେ ଭଲ କରି ଖାଇବାକୁ ଦଉଛନ୍ତି। ଯୋଉମାନେ କି ପିଲାଙ୍କଠୁ କଥା ବୁଝିକି ଆସି କଥା ଆଦାୟ କରି ଆପଣଙ୍କୁ ଜଣାଉଛନ୍ତି, ସେଇମାନଙ୍କୁ ଆପଣ ନା ଆପଣ ଜଣକୁ ସାହାଯ୍ୟ କରିବେ, ଆପଣ ତାକୁ କିଛି ଦେବେନି। ମୁଁ ଯୋଉ ପିଲା ମୋ ସାହାଯ୍ୟରେ, ଆପଣ ବିଶ୍ୱାସ କରିବେନି, ଗୋଟେ ପିଲା ପ୍ଲେଟର ଚିକେନ 2 ପିସ୍ ପଡିବ, ମୋ ସପକ୍ଷରେ ଯୋଉ ପିଲା ଥିବ ତା ପ୍ଲେଟ ଫୁଲ ହେଇକି ତା ଭାତ ଥାଳିରେ ଝୋଳ ମୁଁ ଦିଏ। ଜାଣିଛ, ପିଲାମାନେ ମୋ ନାଁରେ କେବେ କମ୍ପ୍ଲେନ କରନ୍ତିନି। ଏଇ ଶଳା ଗୁଡା ଏବେ ନୂଆ ପିଲା ଯୋଉ ଆସୁଛନ୍ତି, ନୂଆ ପିଲା ଏଇଥିପାଇଁ କିଛି ଦିନ ତଳେ ଯୋଉ ଚକ୍ରଧର ଦାସ କମ୍ପ୍ଲେନ ଦେଇଛନ୍ତି ଯେ ଆପଣ ଜଣେ ଡୋନର ଆସିଥିଲେ, ଜଳଖିଆ ଦେଇଥିଲେ ପିଲାଙ୍କୁ ଦେବା ପାଇଁ। ଆପଣ ଯେନ୍ ସେ ଡୋନରଙ୍କ ଆଗରେ ହଁ ମାରିଥିଲେ ଦେବେ ବୋଲି, ଯେନ୍ ସେ ଡୋନର ଗଲେ ଭାରି, ଆପଣ ପିଲାଙ୍କୁ କହିଲେ ଯେ ନାଇଁ ଏ ବର୍ଷା ଦିନ ଏସବୁ ଖାଇଲେ ପେଟ ଖରାପ ହବ। କିନ୍ତୁ ଆପଣଙ୍କ ସହିତ ଯୋଉମାନେ ବିଶ୍ୱସ୍ତ ଖବର ଦିଅନ୍ତି ଆପଣ ମାନଙ୍କୁ, ସେ ପାର୍ସିଆଲ ବ୍ଲାଇଣ୍ଡ ମାନଙ୍କୁ ଡାକି ଆପଣ ମାନେ ଯୋଉ ଜଳଖିଆ କିଛି ଦେଲେ, ବାକି ସବୁ ଆପଣ ମାନେ ନିଜେ ଖାଇଲେ। କାହିଁକି ସେଟା କଣ ଆପଣଙ୍କ ପାଇଁ ଆସିଥିଲା ନା କଣ? ସେଇଟା କେମିତି ହେଇଛି ଶୁଣନ୍ତୁ। ଜଣେ ଆସିଲେ, ହଁ ଆରେ ଭାଇ ତମେ ଦେବ ସିଙ୍ଗଡା ବରା ଏଇ ଜିନିଷ ଦେଲେ ପିଲାଙ୍କ ପେଟ ଖରାପ। ଯୋଉ ତମମାନେ ଖାଇଲେ ତମମାନଙ୍କ ପେଟ କାହିଁ ଖରାପ ହଉନି? ଶୁଣ ମୁଁ କହୁଛି, ଶୁଣ। ତମେ ନ ଶୁଣିକି କାହିଁ ଏମିତି ଶୁଣିବା? ସେ 30ଟା କହିଲେ କେତେ ପିଲା ଆସିଲେ? ମୁଁ କହିଲି ନା 30ଟା ପିଲା, ତମେ 30ଟା ପ୍ୟାକେଟ ଆମ ସ୍କୁଲରେ ଆସିକି ଦେଇଦବ। ସେମାନେ 30ଟା ପ୍ୟାକେଟ ଦେଲେ। ତ ଏଇ ଯୋଉ ପାର୍ସଲ ବ୍ଲାଇଣ୍ଡ ଯୋଉ ମୋର ସପକ୍ଷରେ ଥାନ୍ତି କେତେଟି ମାନଙ୍କୁ ସେମାନେ ଜାଣିଲେ ଜଳଖିଆ ଯୋଉମାନଙ୍କୁ ଆପଣ ପାନ ଗୁଟୁକା ଖଇନି ବି ଆଣିକି ଲୁଚେଇକି ଦଉଛନ୍ତି। ପାନ ଗୁଟୁକା କିଏ କହିଲା ତମକୁ? ପାନ ଗୁଟୁକା ଖଇନି ଆପଣ ଲୁଚେଇକି ହିଁ ଦଉଛନ୍ତି। ସେମାନେ ଚୋରାରେ ସେମାନେ ଖାଉନାହାନ୍ତି। ସ୍କୁଲରେ ଥିଲାବେଳେ ଆମ ଦାୟିତ୍ୱରେ ରହୁଛନ୍ତି। କିଛି ବ୍ଲାଇଣ୍ଡ ପିଲା, ମୁଁ ସମସ୍ତଙ୍କ କଥା କହୁନି, କିଛି ଲୋକ ଅଛନ୍ତି ତାଙ୍କ ନାଁ ମେନସନ କରିବିନି, ଏମାନେ କଲେଜରେ ରହିଲା ବେଳେ ସିଗାରେଟ ଟାଣୁଛନ୍ତି, ମଦ ପିଉଛନ୍ତି। ଆପଣ ଦେଖିଛନ୍ତି? ହଁ ଏମିତି। ହଁ ଏ ଅଭିଯୋଗ ବି ଆସୁଛି। ଆପଣ ମାନେ ଏ ଅଭିଯୋଗ କରୁଛନ୍ତି କିଛି ସ୍କୁଲରେ ଥିଲାବେଳେ ଭଲ ପିଲା, ବାହାରକୁ ଗଲେ ମାନେ କଣ ଅବସ୍ଥା ହଉଛି ମାନେ ତମେ ଜାଣିନ। ହେଲା, କୋଉଠି କୋଉ ହୋଟେଲ ଯାଉଛନ୍ତି, କୋଉ ପାର୍କ, ପାଠ ପଢା ବାହାନାରେ ଯୋଉ ପଇସା ଘରୁ ପଠଉଛନ୍ତି ସେ ଝିଅଙ୍କ ପଇସାରେ ଖର୍ଚ୍ଚ କରୁଛନ୍ତି ଏମାନେ, ଜାଣିଛ? ଆପଣ ଏ ଅଭିଯୋଗ ବି କରୁଛନ୍ତି କିଛି ଫୁଲ ବ୍ଲାଇଣ୍ଡ ପିଲା ବି କୁକାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏ କଣ ସତ? ବାଧ୍ୟ ରହୁଛନ୍ତି। ଆମେ ଜାଣୁଛୁ, ଆମେ ଆଚ୍ଛା, ପ୍ୟାକେଟ କଥା କୁହନ୍ତୁ। 30ଟା ପ୍ୟାକେଟ ଆସିଲା। ତ ସେଇଠି କଣ ଥିଲା ଯେ ମିଠା, ବରା, ସିଙ୍ଗଡା ଆଉ କଦଳୀ ଥିଲା। ନା ଗୋଟେ ନାଇଁ, ସେ ସସ୍ପେନ୍ସ ଟା ସେଇଠି। ମୁଁ ଟିଫିନ ଟାକୁ କେମିତି ଦେଲି ଶୁଣ। ଗୋଟେ ବିସ୍କୁଟ ପ୍ୟାକେଟ ଥିଲା ଯୋଉ 5 ଟଙ୍କିଆ,
ତାକୁ ଦେଇଦେଲେ ନା 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 ସେଇଟା କଦଳୀ ଗୋଟେ ଆଉ ସିଙ୍ଗଡା ବରା ଏଇଟା 4ଟା ଥିଲା ପ୍ୟାକେଟରେ। ତ 30ଟା ପ୍ୟାକେଟ ଯୋଉ ଆସିଲା ମୁଁ କହିଲି ଏଇ ତମେ ଖାଇବ ଏଇଟା ଭାତ ଖାଇବ ସେଟା ଭାତ ଖାଇବା ତମ ଟାଇମ ହେଲାଣି ତମେ ଏଇଟା ଖାଇବ ଏବେ ତମେ ମୁଁ ସେଇ ଯୋଉ ସିଙ୍ଗଡା ବରା ସବୁ କାଢିଦେଲି ବୁଝିଲ। ଆଉ ସିଙ୍ଗଡା ବରା ସେଇଥିରୁ କିଛିଟା ମୋ ସପକ୍ଷରେ ଯୋଉ ଥାନ୍ତି ଆମର ଭଲ ପିଲା ସେଇଠି କେତେଟା ପିଲା ଅଛନ୍ତି ଆପଣଙ୍କୁ ଖବର ଦିଅନ୍ତୁ ସବୁ ପିଲାଙ୍କଠୁ କଥା ଆଦାୟ କରିକି ଆଣି ଖବର ଦିଅନ୍ତୁ ସେଇ ପିଲା ବହୁତ ବଢିଆ ପିଲା ତାକୁ ମୁଁ ଏକ୍ସାମ ସମୟରେ ତାକୁ ପଇସା ବି ଦିଆ ହେଲା ଶୁଣ ସେଇ କଥା କପି ବି ଯୋଗାନ୍ତି ସେଇଟା। ତାଙ୍କୁ ମୁଁ ସେଇଟା ସିଙ୍ଗଡା ବରା ତାକୁ ମୁଁ କହିଲି ତମେ ଏଇଠି ଖାଅ ଏଇଠି ଖାଇକି ପଳ କହିଲି। ତାପରେ ପ୍ୟାକେଟ ଗୁଡା ସବୁ ନେଇକି ସେଇ ଯୋଉ କଦଳୀ ଆଉ ବିସ୍କୁଟ ଗୋଟେ ଥିଲା ମୁଁ କହିଲି ତମ ସ୍କୁଲ କୁ ଏଇ ଆଜ୍ଞା ଏଇ ସାର୍ ରାସ୍ତାରେ ଏଇ ପ୍ୟାକେଟ ଦେଇଛନ୍ତି ସେମାନେ ଖୁସିରେ ନେଲେ। ଆମର କିଛି ଆମ ପାଖକୁ ପିଲା ଅଭିଯୋଗ କଲେ ବୋଲି ହିଁ ଆମେ ପଚାରିବାକୁ ବାଧ୍ୟ ହେଲୁ ଆମ ୟୁଟ୍ୟୁବ ଚ୍ୟାନେଲରେ ଆପଣଙ୍କ କଥା ପକେଇବାକୁ ବାଧ୍ୟ ହେଲୁ। ମୋ କହିବା କଥାଟା ମୋ ନାଇଁ ଆପଣ ମାନିବେ ନା ମୋ କହିବା କଥା ଆପଣଙ୍କ ପ୍ରିନ୍ସିପାଲ ଅଧିକାଂଶ ସମୟ ଆପଣଙ୍କ ସ୍କୁଲରେ ଘୁମଉଛନ୍ତି। ପିଲା ଯଦି କିଏ କମ୍ପ୍ଲେନ କରିବାକୁ କହିଲେ ଆପଣ ଓଲଟା ଆପଣଙ୍କ ପ୍ରିନ୍ସିପାଲକୁ ପିଲାଙ୍କ ବିରୁଦ୍ଧରେ ଉସ୍କଉଛନ୍ତି ସିଏ କହୁଛନ୍ତି ଟିସି ନେଇ ପଳାଅ। ପିଲାଙ୍କ ପାଇଁ ତମେ ପିଲାଙ୍କ ଟିସି ନେଇଯିବା ପାଇଁ ଶୁଣନ୍ତୁ ଆପଣ ଆପଣଙ୍କ ବାପା ମା ଆପଣଙ୍କୁ ସତର୍କ ରଖନ୍ତି। ସ୍କୁଲ ସମୟରେ କୋଉ ବାପା ମା ତମ ପିଠିରେ ପଡିବ ତ ଆମେ ବାପା ମା ଆମେ ପିଲାକୁ ଗାଇଡ କରିବୁ ନା। ଆଉ ପ୍ରିନ୍ସିପାଲ ଢୋଳେଇବନି କଣ ଚାକିରି କରିକି ଖାଲି ଚେଇଁକି ଥିବ। ଆପଣ ପ୍ରିନ୍ସିପାଲଙ୍କ ଆଗରେ ପିଲାଙ୍କ ବିରୁଦ୍ଧରେ ଇଆଡ ସିଆଡୁ କହୁଛନ୍ତି ଯଦି କୋଉ ପୁଅ ଝିଅ କୋଉ ହିସାବରେ କଥା ହେଲା ଆପଣ ମିଛ ସତ ଲଗେଇ କହୁଛନ୍ତି। କାହିଁ କଥା ହବ ତମେ କ୍ଲାସ ତାଙ୍କ ଭିତରେ କଣ କଥା ତାଙ୍କ ଭିତରେ ସିଏ ତାଙ୍କର କଣ କଥା ହେଲା ଆପଣଙ୍କର କଣ କାହିଁକି ଆପଣ ଲେଡିଜ ଷ୍ଟାଫ ଜେଣ୍ଟସ ଷ୍ଟାଫ ଯୋଉ କାମ କରୁଛନ୍ତି ସେଇଟା ଆମେ ଷ୍ଟାଫକୁ ସପୋର୍ଟ କରିବୁନି ପିଲାଙ୍କୁ ସପୋର୍ଟ କରିବୁ ଭାରି କଥା ଶିଖିଛ ତମେ ଷ୍ଟାଫ ମାନେ କଥାବାର୍ତ୍ତା ହେଇପାରିବ। ତମର ଅଧିକାଂଶ ଜେଣ୍ଟସ ଷ୍ଟାଫ ମାନେ ବ୍ଲାଇଣ୍ଡ ଝିଅ ମାନଙ୍କ ସାଙ୍ଗେ କଥା ହେଇପାରିବ। ସିଏ ବ୍ଲାଇଣ୍ଡ ପିଲା କଥାରେ ତମର କଥା ହଉଛନ୍ତି କିନ୍ତୁ ଅଶ୍ଳୀଳ ଭାଷା କଥା ହଉଛନ୍ତି। କଣ ଅଶ୍ଳୀଳ ଭାଷା କଥାବାର୍ତ୍ତା ହଉଛନ୍ତି କି ଏଇଟା ମୁଁ କହିପାରିବିନି। ସେ ସମସ୍ତେ ସମାନ ନୁହନ୍ତି ସମସ୍ତେ ଜଣେ ଜଣେ କଥା ହୁଅନ୍ତି। ଆପଣ ଆଉ ଗୋଟେ ଅଭିଯୋଗ କରୁଛନ୍ତି ବ୍ଲାଇଣ୍ଡ ମାନଙ୍କ ଭିତରେ ଯଦି ଏକତା ଥାନ୍ତା ତାହେଲେ ଆମେ ମାନେ କାହିଁକି ତାଙ୍କ ବିରୁଦ୍ଧରେ ଆମେ ଲାଗନ୍ତୁ। ସେମାନେ ତ ଏକ ନୁହନ୍ତି। ଆପଣ ଶୁଣନ୍ତୁ ଲୁହାକୁ କାଠ କାଟିବା ପାଇଁ ସାହାଯ୍ୟ କିଏ କରେ? ଗୋଟେ କୁରାଡି ବା ଗୋଟେ ଟଙ୍ଗିଆରେ ଗୋଟେ କାଠର ବେଣ୍ଟ ଲାଗିଲେ ସେ ତାକୁ କାଟିବ ଗଛକୁ। ହଁ ଏମାନେ ଏକତା ଏମାନେ ଦେଖନ୍ତୁ କେତେ ଜଣ ଏଇ ଯୋଉ ପାର୍ସଲ ପିଲା ମୋ ପଟେ ଅଛନ୍ତି ତାଙ୍କ କଥା ମୁଁ ନ ପଚାରିଲେ ସିଏ କହିବ ଭାଇ ଆଜି ସେ ତମ ନାଁରେ କହୁଥିଲା ଭାଇ ସେ ଶୁଣୁଥିଲା। ସେମାନେ ମତେ କହିବେ ମୁଁ କଣ ଆପଣ ଆଉ ଗୋଟେ କଥା ବି ଅଭିଯୋଗ କହିସାରନ୍ତୁ। ହଁ ତାଙ୍କ ଭିତରେ ଏକତା ନାହିଁ। ତାଙ୍କ ଭିତରେ ଯଦି ଏକତା ରୁହନ୍ତା ଆମେ କିଛି କରିପାରନ୍ତୁ। ଯେମିତି ଆମ ଷ୍ଟାଫ ଭିତରେ ଏକତା ରହିଛି। ପ୍ରିନ୍ସିପାଲ ନାଁରେ କମ୍ପ୍ଲେନ ଆସିବ ମୁଁ ସଭା ଧାଡିରେ ମୁଁ ଥିବି। ଆଚ୍ଛା ଆଉ ଗୋଟେ ଆପଣ ଅଭିଯୋଗ କରୁଛନ୍ତି ଯୋଉ ଗୋଟିଏ ଫୁଲ ବ୍ଲାଇଣ୍ଡ ପିଲା ଟିକେ ବ୍ରେଲ ଶିଖିଗଲା କି ମୋବାଇଲ ଶିଖିଗଲା ସେ ଅନ୍ୟ ଫୁଲ ବ୍ଲାଇଣ୍ଡ ପିଲାଙ୍କୁ ହେଜ୍ଞାନ କରୁଛି। ତାଙ୍କ ଭିତରେ ହଜ୍ଞାନ ନାହିଁ ଥୋଡି ମାରିବେ। ସେ କଣ ଜାଣିଛୁ ମୁଁ ଶିଖିଛି ସେ ସ୍କୁଲରେ ରାଜନୀତି ମାରିକି ମୁହଁ ପଟେଇବେ ତମେ ମୋ ଆଗରେ। ହଁ ଏଇଟା ବି ଏତଦ୍ୱାରା ଏଇଠି ବି ବ୍ଲାଇଣ୍ଡ ମାନଙ୍କୁ କହିଦିଆଯାଉଛି ଯେ ସାମାନ୍ୟ ଟିକେ କିଛି ବିଦ୍ୟା ଶିଖିଗଲା ପରେ ଗୋଟିଏ ଫୁଲ ବ୍ଲାଇଣ୍ଡ ଆଉ ଗୋଟେ ଫୁଲ ବ୍ଲାଇଣ୍ଡ ଆଗରେ ଥୋଡି ମାରିବାଟା ଏଇଟା କୌଣସି ଗୁଣରେ ଠିକ ନୁହେଁ। ନିଜେ ଜାଣି ଶୁଣି ରାସ୍ତାରେ ଖୁବ ଜୋରରେ ଦୌଡିକି ଯିବା ଓ ମାନେ ଅନ୍ୟ କୋଉ ଗାଡି ବାଲା କି ଲୋକ ସହିତ ଧକ୍କା ହେବା ତାପରେ ବି ଆସି ଗୋଟେ କୋଉ ଫୁଲ ବ୍ଲାଇଣ୍ଡ ଥୋଡି ମାରିବା ତୋର ମୋବିଲିଟି ନାହିଁ ୟାଠୁ ବଳି ହାସ୍ୟାସ୍ପଦ କଥା କିଛି ନାହିଁ। ଏ ଅଭିଯୋଗଟା ବି ଆପଣ ଆଣିଛନ୍ତି ଏଇଟା କଣ ସତ? ଆଉ ଏଇଟା ସତ। ଆରେ ସେଟା ମୋବାଇଲ ଆଜିକାଲି ଚଳେଇ ସମସ୍ତେ ଶିଖିବେ ଧୀରେ ଧୀରେ ଶିଖୁଛନ୍ତି। ବହୁତ କିଛି ଡେଭଲପମେଣ୍ଟ କଲାଣି। ସେଇଠୁ କିଏ ଛୁଟିରେ ମାନେ ଘରକୁ ଯିବେ ମୋବାଇଲରେ ଗୋଟେ କଣ ଆପ୍ସ ଗୋଟେ ଇନଷ୍ଟଲ କରିକି ଆସିବେ। ସେ ସବୁ କ୍ଲାସରେ ସବୁ ଟିଚର ଥିବେ ଏମାନଙ୍କ ମାନେ ବ୍ୟବହାର ଭଲ ନାହିଁ। ସବୁ ପିଲା କଥା କିଛି ବ୍ଲାଇଣ୍ଡ ବି ଅଛନ୍ତି ଖରାପ ବି ଅଛନ୍ତି। କହିବେ ଏଇ ଆପ୍ସ ଦେଖ ମୁଁ ଇନଷ୍ଟଲ କରିପାରିବି ତମେ ଏଇଟା କରିପାରିବ କି ଏମିତି କହିବେ। ଯୋଉ ଶୋ ଜାତି ହିଂସା ଗୋଟେ ଫୁଲ ବ୍ଲାଇଣ୍ଡ ବି ଆପଣ କହୁଛନ୍ତି ଆଉ ଗୋଟେ ଫୁଲ ବ୍ଲାଇଣ୍ଡ ପାଇଁ ହାତ ବସାଉଛି। ହଉଛି ନା ଆପଣ ବ୍ଲାଇଣ୍ଡ ଟିଚର ଆପଣଙ୍କ ସ୍କୁଲରେ ଅଛନ୍ତି। ଆପଣ ବ୍ଲାଇଣ୍ଡ ଟିଚରଙ୍କ କଥାକୁ ଗୁରୁତ୍ୱ ନ ଦେଇକି ଆପଣଙ୍କ ପ୍ରିନ୍ସିପାଲ ଯେ ଜେନେରାଲ ଲୋକ ଅଛନ୍ତି ଆପଣ ସେ ମ୍ୟାଡାମଙ୍କ କଥାକୁ ବେଶୀ ଗୁରୁତ୍ୱ ଦଉଛନ୍ତି କାହିଁକି? ତା କଥା ଗୁରୁତ୍ୱ ନ ଦେଲେ ମୋ ଚାକିରି ଖାଇଯିବ। ଇଏ ଯୋଉ ବ୍ଲାଇଣ୍ଡ ଟିଚର ଅଛନ୍ତି ଇଏ କଣ କିଛି ନାହିଁ ସେଇଠି ବସିଥିବ ଅନ୍ଧାରରେ ବତି ଜାଳିବ ଯାହା ସେ କିଛି କରିପାରିବେନି। ତାମାନେ ଏଥିରୁ ପ୍ରମାଣ ହେଲା ବ୍ଲାଇଣ୍ଡ ସ୍କୁଲରେ ବ୍ଲାଇଣ୍ଡ ମାନେ ଉପର ଲେବୁଲରେ ରହିଲେ ବି ସୁଦ୍ଧା ତାଙ୍କ କଥାରେ କିଛି ଚାଲେନି। ଜେନେରାଲ ମାନଙ୍କ ରାଜନୀତି ଚାଲେ। ଆଉ ଗୋଟିଏ ଫୁଲ ବ୍ଲାଇଣ୍ଡ ଆଉ ଗୋଟେ ଫୁଲ ବ୍ଲାଇଣ୍ଡ ପାଇଁ ହାତ ବସାଯାଏ ସାମାନ୍ୟ କିଛି ବିଦ୍ୟା ଶିଖିଦେଲା ପରେ। ଏଇଟା ସତ? ଆପଣ ଏ ଅଭିଯୋଗ ଆଣନ୍ତି କିଛି ଫୁଲ ବ୍ଲାଇଣ୍ଡ ପିଲା କଲେଜକୁ ଗଲା ପରେ ମଦ ପିଉଛନ୍ତି।
ପିଇବେ ନାହିଁ ପିଉଛନ୍ତି ମୁଁ ଦେଖିଛି କିଛି ହଁ କିଛି ସମସ୍ତେ ବହୁତ ଭଲ। ଆମ ସ୍କୁଲରୁ କେତୋଟି ବ୍ଲାଇଣ୍ଡ ପିଲା ଯାଇଛନ୍ତି ବହୁତ ବଡ ବଡ ଉଚ୍ଚ ପଦବୀରେ ବସିଲେଣି। ଆଉ କିଛି ଅଛନ୍ତି ମାନେ କୁକାର୍ଯ୍ୟରେ ଲିପ୍ତ ରହୁଛନ୍ତି, ମାନେ ଗଞ୍ଜେଇ ଟାଣୁଛନ୍ତି, ଆପଣ ବିଶ୍ୱାସ କରିବେ? ନାଇଁ ଏଇଟା ବି ଠିକ ନୁହେଁ। ଏତ ଦ୍ୱାରା ମୁଁ ବ୍ଲାଇଣ୍ଡ ପିଲାମାନଙ୍କୁ କହୁଛି ସାମାନ୍ୟ ଜ୍ଞାନ ପାଇଲା ପରେ ଥୋଡି ମାରିବାର କିଛି ଆବଶ୍ୟକ ନାହିଁ। କି ଆଉ ଗୋଟେ କଥା, ନ ଦେଖି ପାରିଲେ ବି ତମେ ତମ ବୁଦ୍ଧିଟାକୁ ମାନେ ହୀନ କରିଦବାଟା ଉଚିତ ନୁହେଁ। ଆଉ ଯୋଉ ପାର୍ସିଆଲ ବ୍ଲାଇଣ୍ଡ ମାନେ ରହିଲ, ତମେ ସାମାନ୍ୟ ଟିକେ ଦେଖିପାରୁଛ ବୋଲି ଏତେଟା ଔଦ୍ଧତ୍ୟ ହବା ବି ଗୋଟେ ଦୃଷ୍ଟିରୁ ଠିକ ନୁହେଁ। ଆପଣ ଆଜି ଆମ ପରିସରକୁ ଆସିଲେ, ସମସ୍ତ ତଥ୍ୟ ପ୍ରଦାନ କଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଧନ୍ୟବାଦ। ଧନ୍ୟବାଦ।